ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଭାବେ ଆଠମଲ୍ଲିକ ବିକାଶ ସାରଥୀ ଶ୍ରୀଯୁକ୍ତ ନଳିନୀକାନ୍ତ ପ୍ରଧାନଙ୍କୁ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘୋଷଣା କଲା ପରେ ଆଜି ସନ୍ଧ୍ୟା ସମୟରେ ନଳିନୀକାନ୍ତ ପ୍ରଧାନ ଏବଂ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସଂଗଠକ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ସାହୁ ଏବଂ ଶହ ଶହ ସମର୍ଥକ ସହ ଆଠମଲ୍ଲିକର ପ୍ରସିଦ୍ଧ ଶୈବପୀଠ ବାବା ସିଦ୍ଧେଶ୍ୱର ମନ୍ଦିର, ଆଠମଲ୍ଲିକ ବସ୍ ଷ୍ଟପ୍ ସ୍ଥିତ ହନୁମାନ ମନ୍ଦିର, ଆଠମଲ୍ଲିକ ଅଧିଷ୍ଠାତ୍ରୀ ଦେବୀ ମା ମାହେଶ୍ୱରୀଙ୍କ ମନ୍ଦିର ପରିଶେଷରେ ମା ବିନିକେଇଙ୍କ ପାଖକୁ ଯାଇ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ସର୍ବଶେଷରେ ସମସ୍ତ କର୍ମକର୍ତ୍ତାଙ୍କୁ ବିକଶିତ ଆଠମଲ୍ଲିକ ଗଢ଼ି ତୋଳିବାରେ ଆପଣମାନେ ସମସ୍ତେ ଜଣେ ଜଣେ ସେନାପତିର କାର୍ଯ୍ୟ କରିବାକୁ ଉପଦେଶ ଦେଇଥିଲେ। ମୋତେ ପ୍ରାର୍ଥୀ ପାଇଁ ଟିକେଟ୍ ମିଳିବା ପରେ ମୁଁ ଆଜି ମା ବିନିକେଇଙ୍କର ଆଶୀର୍ବାଦ ଭିକ୍ଷା ପାଇଁ ମୋ ଦଳର ଭାଇ ଭଉଣୀମାନଙ୍କୁ ଧରିକି ଏଠିକି ଆସି ସମସ୍ତେ ଆଶୀର୍ବାଦ ଭିକ୍ଷା କଲୁ ଏବଂ ମାଙ୍କର ଆଶୀର୍ବାଦ ପାଇଛୁ। ମୁଁ ବହୁତ କୃତଜ୍ଞତା, ମୋ ଭାଇମାନଙ୍କର କୃତଜ୍ଞତା, ଭଉଣୀମାନଙ୍କର କୃତଜ୍ଞତା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛି ଆପଣମାନଙ୍କ ମାଧ୍ୟମରେ ଯେ ସେ ଆମ ଉପରେ ଯେଉଁ ଆସ୍ଥା ରଖିଛନ୍ତି, ଆଠମଲ୍ଲିକର ସର୍ବାଙ୍ଗୀନ ଉନ୍ନତି କେମିତି ହେବ ତା ପାଇଁ ସେ ଯେଉଁ ଯୋଜନା କରିଛନ୍ତି, ଆମେ ତାଙ୍କ ପାଖରେ ସେଥିପାଇଁ ଆମେ ବହୁତ ଋଣୀ ଏବଂ ତାଙ୍କର ଯେଉଁ ଆଶା ବିଶ୍ୱାସ ଆମ ଉପରେ ଅଛି ସେ ଆଶା ବିଶ୍ୱାସକୁ କେମିତି ପୂରଣ କରିବୁ ସେଥିପାଇଁ ସମସ୍ତେ ଆଜି ଆମେ ତାଙ୍କୁ ବାଟରେ ଚାଲିଛୁ ଏବଂ ସବୁ ଭାଇ ଭଉଣୀମାନେ ହାତ ମିଳେଇ ଆଗେଇ ଚାଲିଛନ୍ତି। ଆଗାମୀ ଦିନରେ ଦେଖିବେ ମା ବିନିକେଇ ମା ମାହେଶ୍ୱରୀଙ୍କର ଆଶୀର୍ବାଦରୁ ନିଶ୍ଚିତ ଭାବରେ ଆମର ବହୁତ ଗୁଣରେ ଆମେ ଯେଉଁ ଉଦାହରଣ ସୃଷ୍ଟି କରିବୁ ଏବଂ ଆମ ରେଜଲ୍ଟ ସବୁବେଳେ ଓଡ଼ିଶାର ଉଦାହରଣ ସୃଷ୍ଟି କରିଥାଏ। ଏଥର ମଧ୍ୟ ଆହୁରି ଭଲ ହେବ। ଆଠମଲ୍ଲିକରେ ଏଥର ସାର୍ ମହା ଟକ୍କର ହେବାକୁ ଯାଉଛି, ଯେମିତିକି ପୂର୍ବରୁ ଯିଏ ଥିଲେ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ସାହୁ ବିଜେପିରେ ମିଶିଲା ପରେ ସେ ମଧ୍ୟ ଟିକେଟ୍ ପାଇଛନ୍ତି ଏବଂ ଆପଣ ମଧ୍ୟ ପାଇଛନ୍ତି, ତାକୁ ନେଇ କ'ଣ କହିବେ? ସେଥିରେ ମୁଁ କିଛି ମନ୍ତବ୍ୟ ଦେବାକୁ ଚାହେଁ ନାହିଁ। ସେ ଥରେ ଟ୍ରାଏ କରିସାରିଛନ୍ତି। ପଞ୍ଚାୟତରାଜ ବିଭାଗ ଯେତେବେଳେ ଇଲେକ୍ସନ୍ ହେଉଥିଲା ସେଥିରେ ସିଏ ଟ୍ରାଏ କରିଛନ୍ତି ଏବଂ ଜାଣିଛନ୍ତି କ'ଣ ରେଜଲ୍ଟ ହେଇଛି। ମୁଁ ସେଇଟା ଆଲୋଚନା କରିବାକୁ ଚାହେଁ। ଆମର ଆଲୋଚନା ହେଉଛି ଆମର ଯେଉଁ ଭୋଟ୍ ହାର ସେଠିରେ କେମିତି ଆଗେଇବ। ଆମର କମ୍ପିଟିସନ୍ ତାଙ୍କ ସହିତ ନାହିଁ, ଆମର କମ୍ପିଟିସନ୍ ଆମ ନିଜ ସହିତ ଅଛି। ଆମ ଭାଇ ଭଉଣୀମାନେ ସମସ୍ତେ ତୟାର ହୋଇକି ରହିଛନ୍ତି ଯେ କିପରି ଭାବରେ ପୂର୍ବଥର ଅପେକ୍ଷା ଆହୁରି ଆମେ ଭଲ ଭାବରେ ଫଳପ୍ରଦ କରିବୁ। ଆଠମଲ୍ଲିକ ଜଣେ ଜଣାଶୁଣା ନେତା ହିସାବରେ ଦେଖିବେ ଯଦି ଯିବେ ତାହେଲେ ନଳିନୀକାନ୍ତ ପ୍ରଧାନ ଲୋକଙ୍କ ସାଥିରେ ରହିଛନ୍ତି। ଏହି ବର୍ଷ ମଧ୍ୟ ଯେଉଁ ନିର୍ବାଚନ ରହିଥିବ 24ରେ ଲୋକମାନେ ନଳିନୀକାନ୍ତଙ୍କୁ ସାହାଯ୍ୟ କରିବେ କି ତାଙ୍କ ହାତରେ ହାତ ମିଶାଇବେ କି? ସେ ଆଶା ନେଇ ତ ମାନନୀୟ ମୁଖ୍ୟମନ୍ତ୍ରୀ ମୋତେ ସେ ଦାୟିତ୍ୱ ଦେଇଛନ୍ତି ଏବଂ ଭାଇମାନଙ୍କର ସମସ୍ତଙ୍କର ଆଶା ଭରସା ରହିଛି। ଯେଉଁ ପ୍ରକାରେ ଭାଇ ଭଉଣୀମାନେ ଆମ ପାର୍ଟିର ଏକଜୁଟ ହୋଇ ରହିଛନ୍ତି, ପୁରା ସଂଗଠିତ ରହିଛନ୍ତି। ଆମ ସଂଗଠନ ଆଜିର ସଂଗଠନ ନୁହଁ, ବିଗତ 5 ବର୍ଷ ହେଲା ଆମେ ସଂଗଠନରେ ଲାଗିଛୁ ଏବଂ ଆମ ସଂଗଠନ ତୃଣମୂଳରୁ ସହର ପର୍ଯ୍ୟନ୍ତ ସବୁଠି ବ୍ୟାପି ସାରିଛି ଏବଂ ଏଥର ଫଳାଫଳ ବିଗତ ଦିନମାନଙ୍କର ଫଳାଫଳଠୁ ବହୁତ ଭଲ ହେବ। ଆଠମଲ୍ଲିକ ଗଡ଼ ହେଉଛି ବିଜେଡ଼ିର, ଏ ବର୍ଷ ମଧ୍ୟ ଗଡ଼ ବଜାୟ ରହିବ କି? ନିଶ୍ଚିତ, ମୁଁ ଆପଣଙ୍କୁ କହିଛି ଯେଉଁ ଗଡ଼ ବଜାୟ ରଖିବା ସହିତ ଆମେ ବହୁତ ଗୁଣରେ ଭୋଟ୍ ପାଇ ଜିତିବୁ। ଆଠମଲ୍ଲିକରୁ ସୁରମ୍ୟ ବଡ଼ମାଳିକଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।